ଏମିତି ଆମେ ଛୋଟ କାଲୁ ଏମିତି ବସୁଥିଲେ ମୁହିଁରେ। ମଣିଷ ନଙ୍ଗଳ ଖୋଜି ତ ଏଇଟା ହାତ ନଙ୍ଗଳ। ଏଇ ନଙ୍ଗଳଟା ସାଙ୍ଗମାନେ ଆଉ ଏକ ନୂଆ ଭିଡିଓରେ ଆପଣଙ୍କୁ ମୁଁ ସ୍ୱାଗତ ଜଣାଉଛି। ତ ଆଜି ସକାଳୁ ସକାଳୁ ବହୁତ ଶୀତ। ତ ସେଇ ଶୀତରେ ଆମ ଗାଁ ଗହଳିରେ କେମିତି ବାଦାମ ପକା ଯାଉଛି, ତ ସେଇ ବାଦାମ ପକା ମୁଁ ଆପଣଙ୍କୁ ଦେଖଉଛି ଗାଁରେ କେମିତି ବାଦାମ ପକା ଯାଉଛି। ତ ଏବେ ତ ମାନେ ହଳିଆ ସିଷ୍ଟମ ନାହିଁ, ଏବେ ମଣିଷ ଟାଣୁଛି ମୋ ନଙ୍ଗଳ। ତ କେମିତି ଦେଖିବା ଆପଣଙ୍କୁ ଦେଖଉଛି ମୁଁ। ଏଠି ଅଳ୍ପ ଗୋଟେ ଘଣ୍ଟା ହବ। ତ ମୋ ଦାଦା ନଙ୍ଗଳ ଟାଣୁଛନ୍ତି, ମଣିଷ ନଙ୍ଗଳ। ତ ଆଗରୁ ହଳିଆ ଥିଲେ, ମାନେ ହଳିଆ ମାନେ ଟାଣୁଥିଲେ। ସେ ଯୁଗ ତ ଏବେ ଉଠିଗଲାନି, ଏବେ ତ ସବୁ ତ ହେଇଗଲାନି ମେସିନ ଯୁଗ। ତ ମେସିନ ଯୁଗରେ ବି ଆମ ଗାଁ ଗହଳିରେ ନିହାତି ହଳିଆ ମାନେ ବି ବାଦାମ ପକଉଛନ୍ତି। ତ ନଙ୍ଗଳ ମାନେ ଲୋକମାନେ ହଳ ନେଇକି ଆସିକି ପକଉଛନ୍ତି। ତ ବେଟର ବି ଏଇ ଛୋଟ ମୋଟ ଅଞ୍ଚଳ ମାନେ ଛୋଟିଆ ମୋଟିଆ ବାଦାମ ପକେଇବା ପାଇଁ ତ ନିଜେ ନିଜେ ଟାଣି ଦଉଛନ୍ତି। ତ କେତେ ସୁନ୍ଦର ଆମ ଗାଁ ର ଏମିତିଆ ପରିବେଶ। ତ ମୁଁ ଦେଖୁଛି କେମିତିଆ କିସ ମାନେ ନଙ୍ଗଳ ଟାଣୁଛନ୍ତି, ମୋ ଦାଦା ନଙ୍ଗଳ ଟାଣୁଛନ୍ତି। ଏଠି ସବୁ ବାଦାମ ପକଉଛନ୍ତି। ନଙ୍ଗଳ ମାନେ ଏଇଟା ଛୋଟ, ଏଇଟା ଏତିକି ପକ୍କା ସରିଯାଇଛି। ଏ ଏରିଆ ଟା ପକ୍କା ସରିଯାଇଛି, ତ ଏତିକି ଅଛି ବାଦାମ ପକା ଚାଲିଛି। କଟି ବାପୁଆ ବଡ ବାପୁଆ ସିଏ, ଇଏ କଟି ବାପୁଆ। ତ ବାଦାମ ଏମିତି ପକଉଛି, ମୁଁ ଦେଖଉଛି ଗୋଟେ ଗୋଟେ କରି ବାଦାମ ପକଉଛି। ହେଲେ ମାନି ବି ବାଦାମ ପକଉଛି, କିନ୍ତୁ ଏତେ ମାନେ ଶୀତ ହେଇଛି, ଏତେ ଗୁଢ ମାନେ କାଲୁଆ ପଡିଯାଉଛି। ମାଟି ପୁରା ଆମ ବାଲି ଅଞ୍ଚଳ ପୁରା ବାଲି ପୁରା କାଲୁଆ ଏତେ ଶୀତର। ମୁଁ ଦେଖଉଛି ତ ଇଏ ମୋ ପୁତୁରା ଛୁଆ, ସେ ବାଦାମ ପକଉଛି। ବାଦାମ ବି ଦେଖିବାକୁ ପୁରା ମସ୍ତ ରୁଆ ହେଇଛି ବାଦାମ। ତ ସମସ୍ତେ ବି ବାଦାମ ପକଉଛନ୍ତି। ତ ଗାଁ ଆମର ଗାଁରେ ମାନେ ନେଚର କେହି ହେଇପାରିବନି। ଗାଁ ର ସବୁ ମାନେ ମୁଁ ତ ଗାଁ ରେ ରହୁଛି, ଗାଁ ରେ ମୁଁ ସବୁ ଭିଡିଓ କରୁଛି। ମାନେ ଗାଁରେ ରହିକି ସବୁ ମୁଁ ଭିଡିଓ କରୁଛି, ମୋ ଲାଇଫଷ୍ଟାଇଲ ଭିଡିଓ। ତ ପ୍ରତ୍ୟେକ ମୁହୂର୍ତ୍ତରେ ସବୁ ମାନେ ଆପଣଙ୍କୁ ମୁଁ ସବୁ ଭିଡିଓ ଦେଖେଇବି ଦେବି ଯେ ଆମ ଗାଁ ର କେମିତି ଭିଡିଓ ଚାଲିଛି। ବାଦାମ ପକା ବି ଚାଲିଛି, ମୁଁ ଦେଖୁଛି ଆମ ଗାଁ ରେ କେମିତି ଚାଷ କିସ ଚାଲିଛି। ତ ଗାଁରେ ଯାହା ସବୁ ଚାଷ ହଉଛି, ତ ଆମର ବି ଚାଷ ହଉଛି। ତ ପ୍ରତ୍ୟେକ ଇଏ ତ ଆପଣଙ୍କୁ ମୁଁ ଦେଖାଏ। ତ ସାଇଡରେ ତ ବର୍ଜ୍ୟ ବି ଅଛି, ସବୁ ଭାଇ ମାନେ ଆସି ଛିଡା ହେଇଛନ୍ତି। ମାନେ ଏଠି ଆଳୁ ଚାଷ ହେଇଛି, ଏଇ ମିଡିଲ ଟା ପାଇପ୍ ଟା ପଡିଛି, ସେଟା ବାଦାମ ମାନେ ଆଳୁ ଚାଷ ହେଇଛି। ସେ ସାଇଡ ରେ ବାଦାମ ପଡିଛି, ଏଠି ବି ଏବେ ବାଦାମ ପକା ଚାଲିଛି। ତ ସମସ୍ତେ ବି ପକଉଛନ୍ତି। ବାଦାମ ସର୍ଟ ହବ ପୁରା ନା, ବାଦାମ ସର୍ଟ ହେଇଯିବ। ତ ବାଦାମ ପକା ବି ସରି ସରି ଆସିଲାନି ଆମର। ଏତିକି ଏତେ ପକେଇ ଦିଆ ସରିଲା। ତ ଆଉ ଏତିକି ଥିଲା, ମାନେ ଆଜି ଭୋର ତ ପକେଇବା ଆରମ୍ଭ କରିଦେଇଥିଲେ। ତ ସରିଗଲାନି, ଆଉ ଏତିକି ଅନ୍ତର ଅଛି। ତମ ମନ୍ତୁରା ପିଆଜ ଦେଖିନି ଯେ ମେହନତି ଢେର। ପିଆଜରେ ପିଆଜ ମେହନତି ହେନେ ବାଦାମ ବି ଭଲ ଘର ଖାଇବ। ମାନି ବାଦାମ ପକେଇ ଯିବୁ ଆମର, ଯିବୁ। ମୋ ମଣ୍ଟୁ ଦା ତାଙ୍କର କିଛି ଆପଣଙ୍କ ଉପଦେଶ। ଗାଁ ଦାଉଲି ଗହଣା ବାଦାମ ପକା ହଉଛି, ତମେ ଗାଁ ଦାଦା ରାଜୁଛି। ତ ୟା ପରେ ଗାଁରେ ମହି ଦିଆହବ, ଆପଣଙ୍କୁ ମୁଁ ବି ଦେଖେଇମି। ତ ମହି ତ ସମସ୍ତେ ବି ପୁରା ଭୁଲି ଯାଇଥିବେ, ମୁଁ ଛୁଆଟି କାଲି ବହୁତ ମହିରେ ହୁଏ। ମୋ ଦାଦୁ ମତେ ବସି କେତେ ବାଡ ହେଇଛି ଆମକୁ ମହିରେ ବସିବା ପାଇଁ, ଆମେ ବହିବାନି ଦୌଡିବା। ତ ଆପଣଙ୍କୁ ମୁଁ ଦେଖେଇ ମହିର ଅବସ୍ଥା କେମିତି। ମହି ଆମ ଗାଁ ଗହଳିରେ ମହି ବି ଅଛି। ଏବେ ତ ଲୁପ୍ ହେଲାଣି ମହି, ମାନେ ମହି ଗୋଟେ କିଛି ନାହିଁ ନା କହିଲେ। ଏବେ ମହି ଦେଖତେ ପାଉଛୁ, ଏବେ ନାହିଁ ସେ।
ସେ ଜିନିଷଟା ନାହିଁ। ତ ମହି କେମିତି ହଉଛି ତ ଆପଣଙ୍କୁ ମୁଁ ଦେଖଉଛି, ଚାଲନ୍ତୁ ଭିଡ଼ିଓରେ ବନେଇ ରୁହନ୍ତୁ। ଅଲରେଡି ଆମର ବାଦାମ ପକା ବି ସରି ସରି ଆସିଲାନି, ପୁରା ସରିଗଲାନି କହିବେ। ଆଉ 2 ଥର ନଙ୍ଗଳ ଟାଣିଲେ ସରିଯିବ। ତ ଫୁଲ ଏଇ ଏରିଆଟା ଆମେ 1.5 ଘଣ୍ଟା ପ୍ଲସ୍ ହେଲାନି ନା, 1.5 ଘଣ୍ଟା ଟାଇମ ହେଲାନି ବାଦାମ ପକା ଆରମ୍ଭ ହେଇଥିଲା, ତେବେ ସରି ସରି ଆସିଲାନି ପୁରା ଫୁଲ। ପୁରା ଦେଖିବେ ସମସ୍ତେ ବାଦାମ ପକା ସରିଗଲାନି। ତ ୟା ପରେ ପରେ ମହି ଦିଆ ହବ। ତ ଯଦି ଭିଡ଼ିଓ ଭଲ ଲାଗେ ଆପଣଙ୍କୁ, ଆମ ଗାଁର ଭିଡ଼ିଓ ଯଦି ଭଲ ଲାଗେ ତାହେଲେ ଲାଇକ୍, ସବସ୍କ୍ରାଇବ ଏବଂ ସେୟାର ଟିକେ କରିଦେବେ। ଯଦି ୟୁଟ୍ୟୁବ ଆମର ଫେସବୁକ୍ ଚ୍ୟାନେଲ ଦେଖୁଛନ୍ତି ତାହେଲେ ଫଲୋ ନିହାତି କରିବେ ଆମ ଚ୍ୟାନେଲକୁ। ତ ବାଦାମ ପକା ସରିଯାଇଛି। ତ ତାପରେ ପରେ ମୋ ଦାଦା ଆଇଛନ୍ତି ଇଏ ମହି ଆଣିବା ପାଇଁ। ତାପରେ ଏଇ ଏରିଆଟା ବାଦାମ ପଡ଼ିବ। ତ ଏଇଠି ତ ଅଛି ନଙ୍ଗଳ, ମୁଁ କେମିତି ଦେଖୁଛି। ତ ଏଇଟା ହାତ ନଙ୍ଗଳ, ଏଇ ନଙ୍ଗଳଟା ଟାଣା ହୁଏ, ହାତରେ ଟାଣା ହୁଏ। ତ ସମସ୍ତେ ବାଦାମ ପକଉଥିଲେ, ବାଦାମ ପକା ତ ସରିଯାଇଛି ଏବେ, ସବୁ ରେଷ୍ଟ ନଉଛନ୍ତି। ୟା ପରେ ମହିରେ ବସିବେ। ମହିରେ କିଏ ବଇବ? ଆମ ସାନ ଭଉଣୀ ବଇବ। ସାନ ଭଉଣୀ ଇଏ ସାନିଆ ବଇବ, ସେଠି ବସିଛି। ସିଏ ଆସିଲା ପରେ ଏଠି ମହିରେ ବସିବେ। ତ ମୁଁ ଦେଖେଇମି ଗାଁର ଭିଡ଼ିଓ, ଗାଁର ମାନେ ଗାଁର ସବୁ କିଛି ପାଇବେ। ଯେତିକି ଷ୍ଟାଇଲ, ଯେତିକି ଚାଷ ଇଏ ସବୁ ଆପଣଙ୍କୁ ମୁଁ ଗାଁରେ ମୁଁ ଦେଖଉଛି। ଷ୍ଟାର୍ଟ ହେଇଯାଇଛି ଆମର ମହି ଦିଆ। ତ କେମିତି ମହି ଦିଆ ହଉଛି ମୁଁ ଆପଣଙ୍କୁ ଦେଖେଇବି। ତ ଗାଁରେ ପିଲାମାନେ, ଆମେ ଯେତେବେଳେ ଛୋଟ ଥିଲୁ ତ ସେତେବେଳେ ତ ଆମେ ବି ମହିରେ ବସୁଥିଲୁ। ତ ସେରେ ସୌନ୍ଦର୍ଯ୍ୟ, ସେରେ ଖୁସି ଭରା ସମୟ। ତ ଏବେକା ଯୁଗର ପିଲାମାନେ, ଛୋଟ ଛୋଟ ପିଲାମାନେ ଏବେ କାଁ ଭାଁ ଜାଣିତେ ପାରୁଛି 5G ଛୁଆ, ଯାହା ବି ଛୁଆ ହଉ। ତ ସହର ଛୁଆ ମାନେ ଏଗୁଡା ମାନେ କହିନେ ମାନେ ଜାଣିପାରିବେନି ଯେ ମହି କିସ, ମାନେ ନଙ୍ଗଳ କିସ, ଏଗୁଡା କହିନେ ବି କିଛି ଜାଣିତେ ପାରିବେନି। ତ ଗାଁରେ ଯେମାନେ ବି ଅଛନ୍ତି ସେମାନେ ବି ଜାଣନ୍ତି, କିଛି ଅଂଶରେ ଜାଣନ୍ତି। ଯାହାର ନଙ୍ଗଳରେ ବାଦାମ ପକା ହଉଥିବ ସେ ଜାଣୁଛି। ତ କେମିତି ମହି ବି ପକା ହଉଛି ମୁଁ ଆପଣଙ୍କୁ ଦେଖଉଛି ଫାଷ୍ଟ। ଏମିତି ଆମେ ଛୋଟ କାଲୁ ଏମିତି ବସୁଥିଲେ ମହିରେ। ଏ ଛୁଆଟା ଆମେ ଏଇ ଟାଇପର ଆମେ ମହିରେ ବସୁଥିଲେ। ତ ସେତେବେଳେ ହଳିଆ ଥିଲା। ତ ହଳିଆ ଇଏର ଆମେ ବସୁ। ଏବେ ମଣିଷ ଦ୍ଵାରା ସବୁ ହଉଛି। ଏଇ ସମୟଟା ବହୁତ ମୂଲ୍ୟବାନ। ତ ଏଇ ସମୟରେ ଯିଏ ଏଞ୍ଜୟ କରିଛି, ଛୋଟ କାଳରେ ଆମେ ଯେତେବେଳେ ଛୋଟ ଥିଲୁ ସେତେବେଳେ ଭାବୁଥିଲୁ ଆମେ ବଡ ଜଲ୍ଦି ହବା, ଏମିତି ବଡ ହେଇକି ଭାବୁଛେ ଯେ ବଡ କି ସମୟ ହେଲେ। ତ ତ ଏଇଟା ହିଁ ଭାଗ୍ୟବାନର ଇଏ। ତ ଏବେ ମଇଦିଆ ସରିଗଲାନି, ଆଉ ଅଳ୍ପ ଅଛି, ଏତିକି ଗୋଟେ ରାଉଣ୍ଡ ହେନେ ହେଇଯିବ। ତ ଆଜିକା ପାଇଁ ବ୍ଲଗ ଶେଷ କରୁଛୁ। ତ ପୁଣି କାଲି ଦେଖାହବ ଆଉ ଏକ ନୂଆ ବ୍ଲଗରେ, ଆଉ ନୂଆ ଭିଡିଓରେ। ତ ରହିଲୁ। ତ ଯଦି ଭିଡିଓ ଭଲ ଲାଗେ ତାହେଲେ ଲାଇକ୍, କମେଣ୍ଟ, ସେୟାର ଏବଂ ସବସ୍କ୍ରାଇବ ନିହାତି କରିବେ। ଯଦି ଫେସବୁକ୍ ପେଜ ଦେଖୁଛନ୍ତି ନିହାତି ଫଲୋ କରିବେ। ତ ରହିଲୁ, ବାଏ ବାଏ। ଚାଲୁ ପୁଣି ଥରେ, ଜୟ ଜଗନ୍ନାଥ। ଲାଇକ୍, ସବସ୍କ୍ରାଇବ୍, ସେୟାର, କମେଣ୍ଟ ଆପଣ ମାନେ ଜଣେଇବେ।